ढेप चकिणा हल्दी बाटा सरला सागर हल्दी बाटी देली सुने ए पात्रडा नबो जत्ते को हल्दी बाटीचु पोछि की रानी मते देखे बुझा हाँ हल्दी उठे देली चिकन है चिगरे ती नगेटी देखुनो काई हे देखो मोरु खपिला हल्दी लगे रे पमो आमे जदि हल्दी लगेबा संकुड़ी हि जीव महामाई कोप करबे ग्रहण करबे नहीं आखिरे देखिबो रखिबो खतरा आसी पाट जा जानियो केमती तो आखि देनी रे भगवान भगवान आखि देछि आखिरे देखुन देखियो तो कहली हो आखिरे देखिबो लगै लागे हो चिगरे देखो केते पाट देखो हाँ एमती देखिए बुझिलो जा महामाई कर गंता घर रखिया सुजा हे तार मुक्ते आपण मानकर मनस्कामना सिद्ध हुए हे तार मुक्ते दातांकर मनस्कामना सिद्ध हुए श्री हरगौरी भज हे तेरा भक्ते अच्छा कोडा आसिल मणिमा सेवा करियो मणिमांकर सेवा करि परिबो उत्तम प्रकार करि परिबो मणिमा स्नान करे पय दिबे अंग मर्दन पय तेल नाही तेल पेढी परिबो पेढी परिबो ना हां पेढी तेल पेडा कामडी आरंभ कर दियो चकिणा महामाई स्नान करने दिबे अंग मर्दन तेल नहीं तेल पेढ़े पार तेल पेढ़ा पेढ़ी कर कहीं दाता बाबू कह दो डब्बा उड़े किन दो दाता हर कह डब्बा उड़ दे से भल ना रे मिशामिशी तेल महामाई ग्रहण करें से तेणुक निजे पेढ़ेले महामाई से तेल लगे स्नान करने दिबे बुझिलु देख एटा होची पुराना घणा देखि चांगी तेल पेढ़ेबो जा आरंभ कर जा हाँ ओए तोला रे गोटे गांडिया केड़ा खसी होला है अरे मूर्ख पिला गांडिया केड़ा कोन कहउछ रे तोड़ सफारे देखुन ओडे केड़ा देखो सेडा गांडिया केड़ा नै रे ताकू कह जा कान केड़ी हाँ तेणु कर एटा पुराना घणा तो खसी जाउची ताको बाडे गिरी आउतरा आरंभ करे बाडे ले जियो तो हां हां सावरे हां चलो पड़े देले आ देखिबा न केम दिगा रही छी ती लगोन मुंड रे फटे देबी रे पुटी पुटी आमे मुंडे तेल लगेबे कि रे देखुन अठा अठा लागुची कि पतला है कोन जानिए केमि अरे हाथ रे देखिबो आखि रे बारीबो हाथ रे देखिबो बुझिलु नासर सब संगीबो तेणु करी महामाई कोप करबे जते लगै देलु महामाई कोप करे रे पो बुझिलु जा महामाई कर कंता घर रखिया सुता हे तर मुक्ते आपण मानकर मनस्कामना सिद्ध हुए हे तर मुक्ते दातांकर मनस्कामना सिद्ध हुए श्री हरगौरी भज है
हे तेरा भक्ते ଆଚ୍ଛା କୁଆଡେ ଆସିଲ? ମଣିମାଙ୍କର ସେବା କରିପାରିବ? ହଁ ମୋ ପ୍ରକାର କରିପାରିବ? କରିପାରିବ ନା? ହଁ ମଣିମା ସ୍ନାନ କରିବା ପାଇଁ ଯିବେ। ହଁ ହଁ ନଦୀ ବନ୍ଧ କଣ ସବୁ ଶୁଖି ଯାଇଛି। ହଁ ହଁ ତୁମେ ମାନେ ନିଜେ ଦେଖିଛ କେମିତିକା ବନ୍ଧରେ ଗାଧେଇଲ। ତେଣୁକରି ଗାଧେଇବା ପାଇଁ ଆଉ ନାହିଁ ପାଣି ଟୋପାଡ଼ି। ମହାମାୟୀ ସ୍ନାନ କଲେ ମହାମାୟୀଙ୍କର ଯୋଉ ପୁରାତନ କୁଣ୍ଡା ଅଛି ପଙ୍କ ଉଦ୍ଧାର ବା ପୂର୍ଣ୍ଣ ଉଦ୍ଧାର କରିପାରିବ? କରିପାରିବ ନା? ତାହେଲେ କଣ କାମଟି ଆରମ୍ଭ କରିଦିଅ। ଆରେ ଢେପ ଚିକିଣା ମହାମାୟୀ ଆମର ସ୍ନାନ କରିବା ପାଇଁ ଯିବେ। ନଦୀ ବନ୍ଧ କୂଅ ସବୁ ଶୁଖିଗଲା, ଶୁଖି ଯାଇଛି ପାଣି ଟୋପାଡ଼ି ନାହିଁ। ତେଣୁକରି ଆମେ ବିଚାର କରିଛନ୍ତି ଯେ ମାଙ୍କର ଯୋଉ ପୁରୁଣା କୁଣ୍ଡା ଅଛି ତାକୁ ଖୋଳା ଖୋଳି କଲେ ପାଣି ବାହାରିବ। ବାହାରିବ ତେଣୁକରି ତୁ କଣ କରିବୁ ବୁଝିଲୁ? ମୂଲିଆ ଚାରିଟା ଧରି ଆସିବୁ, କୁଣ୍ଡ ଗୋଟେ ଖୋଳିବୁ। ବୁଝିଲୁ? ଯା ମୂଲିଆ ଚାରିଟା ଡାକି ଧରିବାକୁ ଯା। ଓ ଏ ଘଣ୍ଟେ ଦିଟା ବେଳକୁ କୋଉଠି ମୂଲ୍ୟ ଡାକି ପଠଉଛ ମତେ ଆରେ କରାପଲ୍ଲୀ ଛକକୁ ପଳେଇବୁ। ସେ 3 ଚକିଆରେ ସବୁ ଥିବେ, କହିବେ ଆମ ସାହୁକାର କହିଛି ଆମ ମଣିମାଙ୍କର ହୁକୁମ ହେଇଛି, ଆଉ ମଣିମାଙ୍କର ହୁକୁମ ଖୋଳିବା ଆସ। ଯା ଦେଖିଲେ ତ ଓକେ ଭାଇନା ସେ ସାହି ମୁଁ ଯାଇଥିଲି ଜଣୁ ପଚାର ପରୁଆ ନା ତମର ଟିକେ କୁଅ ଖୋଳିବା ପା ଟିକେ ଅଛି କି ଅଛନ୍ତି? ଆମ ମଣିମାଙ୍କର ପୁରାତନ କୁଅ ଗୋଟେ ଖୋଳା ଯିବ। 3-4ଟା ମୂଲ୍ୟ ହବ କି ତମର ଏଠି? ଆଉ 4-5 ଜଣ ଧରି ଆସନ୍ତି। ଡାକିଲୁ ଡାକିଲି ଯେ ତାଙ୍କର ମେନ୍ ଖୋଲା ହେଲା କାହିଁକି ତାଙ୍କର କଣ ହେଇଛି ପଳେଇଛି ନାଇଁ ଗାଁକୁ ମେନ୍ ଖୋଲା ପଳେଇଛି। ହଁ ତାର ସବୁ ପିଲା ଥିବେ ନା, ତାଙ୍କର ତ ପିଲାଙ୍କୁ ଡାକିଦେଲେ ଅଛି କାହିଁ ସେ କୁଆଡ଼େ ଗଲେ ସବୁ? ପରୁଆ ନା ଏଠି ଆମ ସାହୁକାର ଡାକୁଛନ୍ତି ଆସ। ଆରେ ହବ କଣ କିସ କରିବ କେତେ ଗାତ କଣ ସାହୁକାର ପିଲା କଥା ତମେ କଣ କହୁଛ? ଆଉ ତମର ଛୁରୀ ଶାବଳ ପାଇଁ ସବୁ ଅଛି ତମକୁ ଦେଖେଇକି ରଖିବୁ ନା କଣ? ନା ଜାଣିଛ ନା ଆଣୁ ଖାଲି ଏ କଣ୍ଡା ମାଙ୍କର ପଥର ପଣ୍ଡା ବହୁତ ପୁରାତନ କଣ ତାକୁ ଖୋଲି ପାରିବ? ହଁ ଖୋଲିଦେବୁ କାହିଁକି ଖୋଲିବନି? କେତେ ଟାଇମ୍ ନବ? ଦେବ ନା ମୂଲ୍ୟ ହିସାବରେ ଦେବ? ମୁଁ ଫଟୋ ହିସାବରେ ଦେବି। ଫଟୋ ଦେଲେ ଫଟୋଟା 30 ଟଙ୍କା ଦେବ। ଫଟୋଟା 30 ଟଙ୍କା। ଆଚ୍ଛା କେତେ ଫୁଟ ମାଟି ବାହାରିବ? ଦେଖିଲେ ଖୋଳିଲେ ଜଣା ପଡ଼ିବ। 30 ଟଙ୍କା ନେବ ଫୁଟ। ହଉ ଆଜ୍ଞା କାଢ଼ିକି 30 ଟଙ୍କା କେତେ ଫୁଟ? କ'ଣ କଲେ? ଖୋଳ ତମେ କଣ ତମର ଆଉ ନାଇଁ ନାଇଁ ଆମର ବ୍ୟାଙ୍କ ଏଇଟା ଆମର କଥା କହିବା ବ୍ୟାଙ୍କ ଅଛି। ବ୍ୟାଙ୍କ ବାଲା ପଚାରି ତମେ କାମ କରୁଛ କି? 30 ଟଙ୍କା ନାଖେ ତ 30 ଟଙ୍କିଆ ନୋଟ ଯଦି ନ ବାହାରିବ ବୋଲେ ତମେ ଆଉ ଥରେ ବୋଲେ 30 ଟଙ୍କା ଚିଠିଥିଲା 30 ଟଙ୍କା ନୋଟ ବାହାରୁ କି ନ ବାହାରୁ ତମେ ଖୋଳ ଆଗେ।
ହଁ ଖୋଲିଦେଲ ପଥର ପଡିଛି କଣ କରିବା? ପଥର ପଡ଼ିଗଲା ହଁ ପଥର ପଡ଼ିଲେ ତ ପାଣି ହବ ନାହିଁ ହଁ ହେଲେ ଆଉ ଗୋଟେ ଅଲଗା ନାଇଁ ଆମ ଦ୍ୱାରା ହେଲେ ହଉଛି ପଥର ଫୁଟା। ତମ ଦ୍ୱାରା ହଉଛି ହଁ ତମେ ହୋଲ କରିପାରିବ ହୋଲ କରୁନୁ ଆଉ ଖାଲି ପଥିରିଆ ହେଇକି ଅଛୁ ବି। ଆଚ୍ଛା ହୋଲ କେତେ ନାକେ ନବ ହୋଲ କେ ଆଜିକାଲି ତ ରେଟ୍ ହେଇଗଲାଣି ହୋଲ କେ ଫୁଟ ହିସାବରେ ହଁ ହୋଲ ଦବ 50 ଟଙ୍କା ଆଉ। ଫୁଟ ହିସାବରେ ହୋଲଟା 50 ଟଙ୍କା ହଁ ଆଚ୍ଛା ସେଇଟା 30 ଏଇଟା 50 ଖୋଲିଦେଲ ଆଚ୍ଛା କେତେଟା ଗାତ କଲ ହଁ ଦେଲ ଆଚ୍ଛା ତମର ସବୁ କେତେ ଟଙ୍କା ହଉଛି ଆର୍ସରୁ ହଁ 200 100 ଏଟା କି ହିସାବରେ ବାପା 4200 100 ଆଚ୍ଛା ଆଚ୍ଛା ହେଲେ ତମେ ଏଠି ବସ୍ତ ମୁଁ ହଳିଆ ପିଲା ହାତରେ ପଇସା ପଠଉଛି ବୁଝିଲ ବସ୍ତ ଆରେ ବାପା ତୋର ପଇସା ଧରିଯିବୁ ଶୁଣେ ତାଙ୍କର 4200 ହଉଛି 4200 100 ହଁ ଏତିକି ନେଇ ଦେବୁ କହୁ ଆଉ ଯଦି ନିଅଣ୍ଟ ହେଲା ଆମ ସାଗର ଗଲା ସାମକୁ ଦବ ସାମକୁ ଦବ ହଁ ଏ ବାସୁ ଭାଇ ନା ତମକୁ ଦେଖିଲ 4200 ହଁ 1 2 3 4 5 6 7 8 9 10 ଏରା ଧର କାଇଁ ପୁଅ ଧରିବ କେତେ ଟଙ୍କା ଯାକ ହେଲା ହଁ 3000 1 2 3 4 5 4000 ହେଲା ଏ 200 ଧର 4200 ଆଉ ଏଟା 100 ହେଲା 4200 100 ଏଟା ତମେ ବାଟ ଖର୍ଚ୍ଚକୁ ଗାଡି ଭଡା କରିକି ପଳେଇବ ଆମ ସାଗରେ କହିଛନ୍ତି ହେଲା ଆଜି ଠିକରେ ଠିକରେ ବୋଇଲେ ଆଜି ଏଟିଏମ ର କିଛି ଅସୁବିଧା ନାହିଁ ଆଜି କୁଆଡେ ସାଉଳିଆ ଯାର ପେଜ ଓଳିଆ କି ରେ ଯୋଉ ଭଳି ଆଜି ପଇସା ଧୁମ ଆଉ ନା କାର ଗେଇ ଦେଇଛ ନାଇଁ ଆଜି ରବିବାର ଏଟିଏମ ଖୋଲା ଅଛି ନାଇଁ ତମ ହଉଲା ବିଶ୍ୱାସ ନାହିଁ ନା କେମିତି କିନ୍ତି ତୁ ଯେନ୍ତି ସିଏ ସେନ୍ତି ଆଉ ପିଠା କରିବ କି କେମିତି ହଁ ହେଲେ ଆଜି ପେଜ ବହଳିଆ ଯୋଉ ଭଳିଆ ସାଉକଟ ଶିଖିଛି ଏଟାକ ଆଜି ଧାଡ ଧାଡ ପଇସାଟା ମିଳିବ ହଁ ଆଜି ପଇସା ଆଜି ଗୋପାଳପୁର ଆଉ ନହେଲେ ଆଜି ହବ ଆଜି ବୁଜୁଳା ବାନ୍ଧିକି ଘରକୁ ପଠେଇଥାଏ ନ ଜାଣିଲେ ଜାଣିଦେଲେ ଭାଗ ହେଇଯିବନି ବୁଜୁଳା ବାନ୍ଧିକି ଘରକୁ ପଠେଇଥାଏ ଗାଡିରେ ବୁଝିଲୁ ହଁ ପଇସା ଛିଲ୍ଲାଗିରି ବାପ ବେଲେ ଭଲ ଘଣ୍ଟା ଘରଟା ପଡୁଛି ତ ସେଥିଯୋଗୁ ଗଲା ରାମା ଢିମା କରିକି ଧରି ପଳେଇ ଆଉଛି ହଉ ବାପ ଛିଡ଼ିଲା ହଁ ହେଡରେ ଆମ ମନ୍ଦିରରେ ରନ୍ଧା ହେଇଛି ହଁ ଯାହା ହେଇଛି ହେଇଛି ଏବେ କଣ୍ଟିଆଳି ଚିପ୍ସ ସେଇରୁ ଖୁଆଇବୁ ଆକ ମାଇପ ମନ ପାଇଁ ଗଣ୍ଡ ଗଣ୍ଡେ ଧରି ପଠେଇ ଦେବୁ ଯା ହଁ ହଁ ତମ ଭାଇକି ନେବେ ବୁଝଲା ଗୋଟେ ପାଇଁ ନେଲି କହୁଛି ସାଗର କଣ୍ଟିଆଳ ଚିପ୍ସ ହେଇଛି ତ ସେଠି ତମ ମାଇନା ଭଲ ଭାବୁଛି ଦେଇଦେବି ଆଉ କଖାରୁ ଚିପ୍ସଟା କରିଥିଲେ ଭଲ ହେଇଥା ଆଉ ଜରିଅ ଖେରା କେନା ଆଉ ଆରେ ଧପ
କୂଅରୁ ପାଣି ଟିକେ ବାହାର করে ଦେଖିବା ଦଉଟା ଦଉନ କହିଲୁ ଆଁ? କଣ କହିଲୁ ଶୁଭିଲାନି ନାଇଁ ହେ ପାଣି କାଢି ପୁରା ହେ ହଁ ଆଉ ଦଉଟା ଦଉନ ହେ ମୂର୍ଖ ପିଲା ଏ ଖରାବେଳେ ମୁଁ ଦୌଡ଼ି ଦେବି କିରେ ପୁଅ ଆ ପାଣି କେମିତି କାଢିବି ହେ କେମିତି କାଢୁ କହିବାର ଶିଖିନୁ ସହକାରେ ଜୋତା କି ପଲପ ଦିଅ କୂଅରୁ ପାଣି ବାହାର କରିବି ଓଏ ଭାଇନା ଜୋତା ଲେଡି ଦଉତି ସାଗରେ ଜୋତା ହଳି ଆଣିଲି এটা কিসে করব ପାଣି କାଢି କୁଅରୁ কোর পানি বাড়তি রেরু মূর্খ পিলা বেতুড়ার জোতা ধরে আরে এ হরতি রে পুয়া ହଉ ତମେ ଜୋତା ଆଇଲି କହିଲ ପରା ହେ আরে জোতা পলা পাবেলে বুঝুনো ওড়িয়া বুঝুনো ତମେ ଓଡିଆରେ କହିଥାନ୍ତେ ବୋଲେ ମୁଁ ଓଡିଆ ବୁଝିଥାନ୍ତି আরে জোতা কইলে বড় যেটা বন্ধা যায় শগড় অক্ষর যেটা বন্ধা যায় তাক পলা পাবে ତମେ ସେମିତି କହିଲେ ମୁଁ ଜୋତା ଆଣିଲି ভালো তো বুঝছো ନାଇଁ ଜୋତା ପଲ ମିଶେଇରେ କହିଥାନ୍ତେ ବୋଲେ ଜୋତା ପଲ ମୁଁ ଧରି যা যা জোতা পলা ধরে আসবো যা যাই কোর পানি বাহার করে